ଜୟ ଜଗନ୍ନାଥ ସାଙ୍ଗମାନେ ମୁଁ ୱେଲକମ୍ କରୁଛି ମୋର ୟୁଟ୍ୟୁବ ବ୍ଲଗ କୁ। ଆଜି ହଉଛି ପୁରୀରେ ଥାର୍ଡ ଦିନ, ମାନେ ମୋର ଥାର୍ଡ ବ୍ଲଗ ପୁରୀରେ। ଭାଇ ଏମିତି ଗୋଟେ ରୁମ ରହିଥିଲୁ, ସକାଳ 6ଟାରୁ ଆମକୁ ଡାକିଲେ ଭାଇ ବାହାର ବାହାର ବାହାର। 7ଟା ସୁଦ୍ଧା ଆମକୁ ବାହାର କରିଦେଲେ। ମାନେ 7ଟା ହେଇଛି, ଏବେ 7ଟାରେ ଆମେ ବାହାର ସାରିଲୁ ରୁମ ରୁ ବ୍ୟାଗ ପତ୍ର ଧରିକି। ମାନେ ଗୋଟେ 4ଟା ବେଳେ ଟ୍ରେନ ଅଛି ଆମର, ଗୋଟେ ଦିନ ପୁରା ବାହାର ରହିବୁ ଆମେ। କଣ କରିବା, ରୁମ ମାଲିକ ଗୋଟେ ସେଇଭଳିଆ ବାହାର 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 କହି ମାନେ 10 ଥର କବାଟ ବାଡଉଛୁ, ମାନେ ଶାନ୍ତିରେ ବାହାର ଦେଲେନି। ତ ଛାଡ ସେ କଥା। ଏବେ ଆମେ କଣ ଖାଇଦବା, ତାପରେ ବଢିଆ ବଢିଆ ଜାଗା ଅଛି ଆପଣ ମାନଙ୍କୁ ଦେଖେଇବି। ତ ଲାଷ୍ଟ ପର୍ଯ୍ୟନ୍ତ ରୁହନ୍ତୁ। ମାନେ ପୁରୀର ଯୋଉଟା କି ବହୁତ ଭଲ ଭଲ ଜାଗା ଆପଣ ମାନଙ୍କୁ ଆଜିକା ବ୍ଲଗରେ ଦେଖିବାକୁ ମିଳିବ। ତ ଚାଲ ଆଗେ ଖାଇଦବା, ତାପରେ ଆପଣ ମାନଙ୍କୁ ଦେଖଉଛି। ତ ଏବେ ଆମେ ଖାଇବା ପାଖରେ ପହଞ୍ଚିଲେ, ଯୋଉଠିକି ଆମେ ସବୁବେଳେ ଖାଆନ୍ତି। ଆଉ ଭାଇ କାଲି ଖାଇଥିଲୁ ଚପ୍, କିନ୍ତୁ ଚପ୍ ଟା ବହୁତ ବଢିଆ ଲାଗିଥିଲା। ଆଜି ବି ଚପ୍ ଆଣିବି, ଆଉ ଭାଇ ମାନେ ଅର୍ଡର କରୁଛନ୍ତି। ତ ଖାଇଦବା, ଖାଇକି ତାପରେ ଫେମସ ଯାକ ଆପଣ ମାନଙ୍କୁ ଦେଖେଇବି, ପୁରା ଫେମସ ଯୋଉଟା ପୁରୀରେ। ତ ଚାଲ ଆଗେ ଖାଇଦବା। ତ ଖାଇବା ହେଇଗଲା, ଏବେ ଯିବା ସେ ଜାଗାକୁ ଯୋଉଠିକି ଆପଣ ମାନଙ୍କୁ କହିଥିଲି ଯେ ବଢିଆ ବଢିଆ ଜାଗା ସବୁ ବୁଲିବାର ଅଛି। ତ ଚାଲ ମୁଁ ଆପଣ ମାନଙ୍କୁ ଦେଖଉଛି, ମାନେ ବହୁତ ଭଲ ଜାଗା। ଯଦି ଆପଣ ମାନେ ଆସୁଛନ୍ତି ଏ ଜାଗାକୁ ତ କମେଣ୍ଟ କରିବେ। ତ ଚାଲ ଏବେ ଯିବା, ଅଟୋ ନେଇକି ଯାଇକି ଚାଲିଯିବା, ଦେଖିବା ଲୋକେସନ କୋଉଟା କଣ ପାଖ ହଉଛି, କାରଣ ଦିଟା ଭଲ ଭଲ ଜାଗା ଯିବାର ଅଛି। ତ ଚାଲ ଏବେ ଆମେ ଯାଉଛୁ ପୁରୀରେ ଥିବା ଗୋଟେ ମିନି ବୃନ୍ଦାବନ ଯୋଉଟା କହୁଛନ୍ତି, ଆମେ ଚାଲି ଚାଲି ଯାଉଛୁ। ଆଉ ଏବେ ଏଇଟା ଦେଖନ୍ତୁ, ଏଇଟା ଲାଇଟ ହାଉସ, ପୁରୀର ଲାଇଟ ହାଉସ। ଏଇଠି ଯୋଉମାନେ ଆସିଛନ୍ତି ତ କମେଣ୍ଟ କରିବେ। ଆଉ ଏଇପଟ ସିଧା ଯିବୁ, ସେପଟ ଲେଫ୍ଟ କଟିବୁ, ସେଇଠି ଯାଉଛୁ ପୁରୀର ମିନି ବୃନ୍ଦାବନ। ତ ଚାଲ ଦେଖିବା। ଭାଇ ମିନି ବୃନ୍ଦାବନ ଯାଉଥିଲୁ, ପୁରୀରେ ଯୋଉଟା ଅଛି। ବାଟରେ ଗୋଟେ ମନ୍ଦିର ପଡିଲା, ଦେଖ ଆପଣ ଦେଖଉଛି। ମାନେ ଏଟା କୋଉ ମନ୍ଦିର ଜାଣିନି, କାମ ଚାଲିଛି ହେଲା। କିନ୍ତୁ କିନ୍ତୁ ଭାଇ ଅଲଗା ପ୍ରକାର, ମାନେ କାମ ହେଇସାରିଲା ପରେ ମତେ ଲାଗୁଛି ବହୁତ ବଢିଆ ହବ। ଦେଖିପାରୁଥିବେ ମନ୍ଦିର ଟା, ମୁଁ ଦେଖଉଛି ଭିତରକୁ ଦେଖିକି। ଦେଖନ୍ତୁ ଏଇଟା କୋଉ ମନ୍ଦିର, ଯଦି ଆପଣ ଜାଣିଛନ୍ତି ତ କମେଣ୍ଟ କରନ୍ତୁ। ଏଟା କାମ ଚାଲିଛି ପୁରୀର, ଏଟା କୋଉ ମନ୍ଦିର ମୁଁ ଜାଣିନାହିଁ। ମାନେ ମିନି ବୃନ୍ଦାବନ ରାସ୍ତାରେ ଏଟା ପଡିଲା, ସେଥିପାଇଁ ଭିଡିଓ ଟା ଆପଣ ମାନଙ୍କୁ କରି ଦେଖେଇଲି। ଏବେ ଆମେ ପହଞ୍ଚିଲେ ଫାଇନାଲି ଗୁପ୍ତ ବୃନ୍ଦାବନ ରେ। ତ ଦେଖିପାରୁଥିବେ ଦେଖ ଏଇଭଳିଆ କିଛି ଅଛି ଏଣ୍ଟ୍ରି ଗେଟ୍, କି ଏଟା କଣ ମୁଁ ତ ଜାଣିନାହିଁ। ସେପଟେ ବୋଧେ ବାଟ ଅଛି, କିନ୍ତୁ ଏଇଟା ଦେଖି ଦିଅନ୍ତୁ। ଭିତରେ ଆହୁରି ବଢିଆ ବଢିଆ ସବୁ ଜିନିଷ ଅଛି, ମୁଁ ଆପଣଙ୍କୁ ଦେଖଉଛି। ତ ଚାଲ, ଏଇଭଳିଆ କିଛି ଅଛି ଏଣ୍ଟ୍ରି। ତ ଚାଲ ଯିବା ଭିତରକୁ। ଏଣ୍ଟ୍ରିରେ ହିଁ ମହାପ୍ରଭୁଙ୍କ ଦର୍ଶନ ଦେଖିଦିଅନ୍ତୁ। ଭାଇ ବହୁତ ସୁନ୍ଦର ହେଇଛି ମହାପ୍ରଭୁଙ୍କର ମୂର୍ତ୍ତି। ଏଇଭଳିଆ କିଛି ଅଛି ସବୁ। ତ ଦେଖନ୍ତୁ ଏଇଟା ଗୋଟେ ମନ୍ଦିର ଭିତରକୁ ଯିବା। ଭାଇ ବହୁତ ସୁନ୍ଦର ହେଇଛି, ଆପଣ ଏଠି ଦର୍ଶନ କରିଦେବେ ମହାପ୍ରଭୁଙ୍କୁ। ରାଧାକୃଷ୍ଣ ଏଠି ବି ଅଛନ୍ତି, ଜୁମ୍ କରିଦଉଛି, ଦେଖିଦିଅନ୍ତୁ ଭଲସେ। ଦେଖିଦିଅନ୍ତୁ ସଜା ତ ଅଲଗା ପ୍ରକାର ହେଇଛି। ଶ୍ରୀ ରାଧାରାଣୀଙ୍କ ପାଦ ସେବା, ଦେଖନ୍ତୁ ଏଇଟା। ଆପଣ ମାନଙ୍କୁ କହିବି, ପୁରୀ ଆସନ୍ତୁ ତ ଏଇ ଜାଗାକୁ ଆସନ୍ତୁ। ଭାଇ ବହୁତ କିଛି ଦେଖିବାର ଜିନିଷ ସବୁ ଅଛି। ଆଉ ଭାଇ ଅଲଗା ପ୍ରକାର ସବୁ ଅଛି। ଦେଖିପାରୁଥିବେ ଶ୍ରୀକୃଷ୍ଣ ଆଉ ବଳରାମ ଜୀ ଗୋରୁ ଚରଉଛନ୍ତି, ମାନେ ଗୋମାତାଙ୍କୁ ଚରଉଛନ୍ତି। ଏଟା ଦେଖିପାରୁଥିବେ ଶ୍ରୀକୃଷ୍ଣଙ୍କର ସେଠି ଖାଉଛନ୍ତି ସବୁ, ସେଭଳିଆ କିଛି ଅଛି। ବହୁତ କିଛି ଆ ଭିତରେ ଅଛି। ଆପଣ ମାନେ ଆସୁଛନ୍ତି ତ କମେଣ୍ଟ କରନ୍ତୁ। ବହୁତ କିଛି ଦେଖନ୍ତୁ, ବଢିଆ ବଢିଆ ଜାଗା ସବୁ ଅଛି ଏ ଭିତରେ। ଏଠି ଶନିଦେବ ବି ପୂଜା ପାଉଛନ୍ତି, ଦେଖିପାରୁଥିବେ। ଭିତରେ ଶନିଦେବ ପୂଜା ପାଉଛନ୍ତି, ଏଠି ଦର୍ଶନ କରିଦିଅନ୍ତୁ। ଏ ଭିତରେ ଶ୍ରୀକୃଷ୍ଣଙ୍କର ସମୁଦ୍ର ମଥନ ବି ସବୁ ଅଛି। ଜାଲି ଭିତରେ ଆପଣ ମାନଙ୍କୁ କ୍ଲିୟର ଭାବରେ ଦେଖେଇ ହଉନି, କିନ୍ତୁ ଦେଖନ୍ତୁ ଭିତରେ ସବୁ ଅଛି। ଭାଇ ଅଲଗା ପ୍ରକାର ସବୁ ସବୁ ମାନେ ଶ୍ରୀକୃଷ୍ଣଙ୍କର ସବୁ ଯେତିକି ଲୀଳା ଥିଲା ସବୁ ବର୍ଣ୍ଣନା କରାଯାଇଛି ଏ ଭିତରେ। ଭାଇ ବହୁତ ବଢିଆ ଜାଗା, ଯଦି ଆପଣ ମାନେ ପୁରୀ ଆସୁଛନ୍ତି ଏଠିକି ନିଶ୍ଚୟ ଆସିବେ। ସବୁ କିଛି ଅଛି ଆ ଭିତରେ। ଭାଇ ମତେ ତ ବହୁତ ଭଲ ଲାଗିଲା, ଆପଣ ମାନେ ବି ଆସନ୍ତୁ ଏଠିକି। ସବୁ କିଛି ଅଛି। ହାय ହ୍ୟାଲୋ। ବହୁତ ବଢିଆ ଜାଗା ଭାଇ, ଆପଣ ମାନଙ୍କୁ ନିଶ୍ଚୟ ଆସନ୍ତୁ। ପୁରୀ ଯଦି ଆସନ୍ତି ଏ ଜାଗାକୁ ନିଶ୍ଚୟ ଆସନ୍ତୁ। ଏଇଠି ଗୋଟେ ପୁରା ଶ୍ରୀ ଚୈତନ୍ୟଙ୍କର ଗୋଟେ ବଡ ମୂର୍ତ୍ତି ଅଛି। ଆପଣ ମାନଙ୍କୁ କହୁଛି, ପୁରୀ ଆସୁଛନ୍ତି ମାନେ ଏଠିକି ନିଶ୍ଚୟ ଆସନ୍ତୁ ବୁଲିବା ପାଇଁ। କିଡ୍ସ ମାନଙ୍କ ପାଇଁ ଗୋଟେ ଟ୍ରେନ ବି ଅଛି, ଛୋଟ ଛୁଆ ପାଇଁ ଗୋଟେ। ଦେଖ ଟ୍ରେନ ଟା ଚାଲୁଛି, ଟ୍ରେନ ଟା ସେଠି ଚାଲୁଛି। ବହୁତ କିଛି ଏଠି ୟା ଭିତରେ ଭାଇ ଅଛି। ଟିକେଟ କାଟିବ, ଏଇଠି ଟିକେଟ କାଟିକି ସେ ଟ୍ରେନ ପୁରା ଏଇଟା ପୁରା ବୁଲେଇବ ସେଠି ଅଛି।
ଆମେ ତ ବଡ ଛୁଆ ହେଇଗଲା, ଆମର ପାଇଁ କିଛି ନାହିଁ ଏଠି। ଗୋଟେ ମହାପ୍ରଭୁ ପୂଜା ପାଉଛନ୍ତି ଏଠି ଭିତରେ। ଭାଇ ଗୁପ୍ତ ବୃନ୍ଦାବନରୁ ଫେରୁଥିଲୁ, ଭାଇ ବହୁତ କାଜୁ ଗଛ ଅଛି, ମାନେ ବହୁତ, ମାନେ ଆମର ସେପଟରେ ଯେମିତି ନର୍ମାଲ ଗଛ, ଏଠି କାଜୁ ଗଛ। ଦେଖ ମୁଁ ଗୋଟେ ଛିଡେଇକି ଆପଣ ମାନଙ୍କୁ ଦେଖଉଛି, ଗଳି ପଇଲା। ଦେଖ ଏଇଟା ପୁରା କାଜୁ ଗଛ ଏଇଟା। ଭଲରେ ଭଲରେ ଆମ ଟ୍ରିପ ଟା କମ୍ପ୍ଲିଟ ହେଇଗଲା। ଏବେ ଆମେ ଅଛୁ ପୁରୀ ଷ୍ଟେସନ ରେ, ଏବେ ପଳେଇବା ଭଦ୍ରକକୁ। ଏବେ ହେଇଛି ଟାଇମ 2ଟା, ଆମର 4ଟା ବେଳେ ଟ୍ରେନ ଅଛି, ଟିକେଟ କଟା ସରିଯାଇଛି। ପୁରୀ ଷ୍ଟେସନ ଏବେ ୱେଟ କରିବା, ଟ୍ରେନ 4ଟାରୁ ଅଛି। ତ ଫାଇନାଲି ଆମେ ଆସିକି ଭଦ୍ରକ ଷ୍ଟେସନ ପହଞ୍ଚିଗଲେ, ମାନେ ଆମ ହୋମ ଟାଉନ ରେ ପହଞ୍ଚିଗଲେ। ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ଆମ ଜର୍ଣ୍ଣି ଟା ବହୁତ ଭଲରେ ଭଲରେ କଟିଲା। ଆଉ ଦେଖିପାରୁଥିବେ ଆମେ ଏବେ ଏଇ ଦେଖ ଭଦ୍ରକ ଷ୍ଟେସନ ପହଞ୍ଚିଲୁ। କିନ୍ତୁ ଭାଇ ବର୍ଷା ବହୁତ ଜୋରସେ ପକେଇଛି ଏଠି, କିନ୍ତୁ ପୁରୀରେ ବର୍ଷା ହଉନଥିଲା, ଏଠି ବର୍ଷା ହଉଛି। ତ ଆପଣ ମାନଙ୍କୁ ଯଦି ଭିଡିଓ ଟା ଭଲ ଲାଗିଥିବ, ଲାଇକ୍ କମେଣ୍ଟ ସେୟାର କରିବେ। ରହିଲି।